ଏହି ମନ୍ଦିରରେ ପୂଜା କଲେ କଟିବ କାଳସ୍ରପ ଦୋଷ। ଅତି ଭୟଙ୍କର ହେଉଛି କାଳସ୍ରପ ଦୋଷ। ଜ୍ୟୋତିଷ ଯେତେବେଳେ କହିଦିଅନ୍ତି କୁଣ୍ଡଳୀରେ ରହିଛି କାଳସ୍ରପ ଦୋଷ, ସେତେବେଳେ ପାଦ ତଳୁ ମାଟି ଖସିଯାଏ। କ'ଣ ପ୍ରତିକାର କରାଯିବ ତାହା କେହି ଭାବିପାରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କ'ଣ କରିବା ଦ୍ୱାରା କଟି ଯାଇଥାଏ କାଳସର୍ପ ଦୋଷ। ପ୍ରୟାଗରାଜ ଠାରୁ କିଛି ଦୂରରେ ଅବସ୍ଥିତ ନାଗ ବାସୁକୀ ମନ୍ଦିର। ମାନ୍ୟତା ରହିଛି ଯେ ଯଦି ଆପଣ ପ୍ରୟାଗରାଜକୁ ତୀର୍ଥ କରୁଛନ୍ତି ତେବେ ନାଗ ବାସୁକୀଙ୍କ ଦର୍ଶନ କରିବା ପରେ ହିଁ ତୀର୍ଥ ସମ୍ପୂର୍ଣ୍ଣ ହୋଇଥାଏ। ଗଙ୍ଗା କୂଳରେ ଥିବା ଏହି ମନ୍ଦିରରେ ପୂଜା ପାଆନ୍ତି ସର୍ପରାଜ ବାସୁକୀ। ପ୍ରତିବର୍ଷ ନାଗପଞ୍ଚମୀରେ ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼। ମତ୍ସ୍ୟ ପୁରାଣ ଅନୁଯାୟୀ ମାନ୍ୟତା ରହିଛି ଯେ ନାସିକ ଏବଂ ନାଗ ବାସୁକୀ ଭାରତର କେବଳ ଦୁଇଟି ମାତ୍ର ମନ୍ଦିର ଯେଉଁଠି ଦର୍ଶନ କଲେ କଟିଯାଏ କାଳସର୍ପ ଦୋଷ। ଦଶମ ଶତାବ୍ଦୀରୁ ଏହି ମନ୍ଦିର ଏଠାରେ ରହିଥିବା ଉଲ୍ଲେଖ ରହିଛି। ମନ୍ଦିରର ବର୍ତ୍ତମାନର ଏହି କାରୁକାର୍ଯ୍ୟକୁ ଅଷ୍ଟାଦଶ ଶତାବ୍ଦୀରେ ମରହଟ୍ଟା ରାଜା ଶ୍ରୀଧର ଭୋନ୍ସଲେ ନିର୍ମାଣ କରିଥିଲେ। ନାଗ ବାସୁକୀଙ୍କ ବ୍ୟତୀତ ଏଠାରେ ଶିବ ପାର୍ବତୀ, ଗଣେଶ ଏବଂ ଭୀଷ୍ମ ପିତାମହ ପୂଜା ପାଉଛନ୍ତି। ସ୍କନ୍ଦ ପୁରାଣ, ଶିବ ପୁରାଣ, ଭାଗବତ ପୁରାଣ ଓ ମହାଭାରତରୁ ଜଣାଯାଏ ଯେ ସର୍ପରାଜ ନାଗ ବାସୁକୀଙ୍କ ସମୁଦ୍ର ମନ୍ଥନ ସମୟରେ ପ୍ରମୁଖ ଭୂମିକା ଥିଲା। ମନ୍ଥନ ସମୟରେ ନାଗ ବାସୁକୀଙ୍କୁ ମନ୍ଥନ ରସି ଭାବରେ ଦେବତା ଓ ଅସୁରମାନେ ବ୍ୟବହାର କରିଥିଲେ। ଆଉ ମନ୍ଦାର ପର୍ବତ ଚାରିପାଖରେ ଗୁଡ଼େଇ ହୋଇ ରହିଥିଲେ ନାଗ ବାସୁକୀ, ଆଉ ପର୍ବତ ଉପରେ ବସିଥିଲେ ବିଷ୍ଣୁ। ତେବେ ବିଶ୍ୱାସ ରହିଛି ଯେ ସମୁଦ୍ର ମନ୍ଥନ ପରେ ସର୍ପରାଜ ଏହି ସ୍ଥାନରେ ବିଶ୍ରାମ କରିଥିଲେ। ପରେ କାଶୀରାଜ ଦିବ୍ୟଦଶା ବାସୁକୀଙ୍କୁ କାଶୀ ନେବା ପାଇଁ ତପସ୍ୟା କରିଥିଲେ। ହେଲେ ଦେବତାମାନଙ୍କ ଅନୁରୋଧରେ ସେ ଏହିଠାରେ ରହିଲେ। ନାଗ ବାସୁକୀଙ୍କ ଦୁଇଟି ସର୍ତ୍ତ ଥିଲା ଯେ ତ୍ରିବେଣୀରେ ବୁଡ଼ ପକାଇ ଭକ୍ତମାନେ ତାଙ୍କର ଦର୍ଶନ କରିବେ ଆଉ ନାଗପଞ୍ଚମୀରେ ସେ ପୂଜା ପାଇବେ।